ଠିକ୍ ଅଛି। ହ୍ୟାଲୋ ସମସ୍ତଙ୍କୁ ନୂତନ କ୍ଲାସ୍କୁ ସ୍ୱାଗତ। ତାହେଲେ ଆଜି ଆମେ କ୍ଲାସ୍ କରିବା ଓଡ଼ିଶାର ମୁଦ୍ରଣ ଯନ୍ତ୍ର। ଓଡ଼ିଶାର କେତେ ଗୁଡ଼ିଏ ମୁଦ୍ରଣ ଯନ୍ତ୍ର ରହିଛି, ଯେଉଁ ମୁଦ୍ରଣ ଯନ୍ତ୍ର ମାଧ୍ୟମରେ ଓଡ଼ିଶାରେ ଊନବିଂଶ ଶତାବ୍ଦୀର ଆରମ୍ଭରୁ ବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ଅନେକ ପତ୍ରପତ୍ରିକା ଏହି ମୁଦ୍ରଣ ଯନ୍ତ୍ରରେ କ'ଣ ହୋଇଥିଲା, ପ୍ରକାଶିତ ହୋଇଥିଲା। ତାହେଲେ ସେ ମୁଦ୍ରଣ ଯନ୍ତ୍ର ବିଷୟରେ ଆଜି ଆମର କ୍ଲାସ୍ ଗୋଟେ ମୁଦ୍ରଣ ଯନ୍ତ୍ର ଦେଖିବା, ତାର ରଚନା ସେଠିରେ କ'ଣ କ'ଣ ହେଉଥିଲା ସେ ବିଷୟରେ ଆମେ ସବିଶେଷ ତଥ୍ୟ ଦେବା। ଏବଂ ଏହା ପୂର୍ବରୁ ମୁଁ ଗୋଟେ କଥା କହିଦେଉଛି କି ଆମର ସିପିଟି କ୍ଲାସ୍ 2027 ପାଇଁ କ୍ଲାସ୍ ଷ୍ଟାର୍ଟ ହୋଇଗଲାଣି। ସେଥିପାଇଁ ସିପିଟି କ୍ଲାସ୍ କିମ୍ବା UGC ନେଟ୍ କ୍ଲାସ୍ ଡିସେମ୍ବର ସେକ୍ସନ୍ ପାଇଁ ଯଦି ଜଏନ୍ ହେବା ଚାହୁଁଛ ତାହେଲେ ଆମ ସହିତ କଣ୍ଟାକ୍ଟ କରିକି ଜଏନ୍ ହୋଇପାରିବ। ଓକେ ନମ୍ବର ଓକେ। ତାହେଲେ ଦେଖିବା ଓଡ଼ିଶାର ମୁଦ୍ରଣ ଯନ୍ତ୍ର। ଓଡ଼ିଶାର ମୁଦ୍ରଣ ଯନ୍ତ୍ର କ୍ଲାସ୍ 1। ପ୍ରଥମେ ଦେଖିବା କଟକ ମିଶନ ପ୍ରେସ୍। 1837ରେ ଏହା ଓଡ଼ିଶାର ସର୍ବପ୍ରଥମ ମୁଦ୍ରଣ ଯନ୍ତ୍ର ଅଟେ। ମିଶନାରୀ ମାନଙ୍କର ଉଦ୍ୟମରେ ଏହା ସୃଷ୍ଟି ହୋଇଥିଲା। ରେଭରେଣ୍ଡ ଏମ୍ ସଟନ୍ ଏହାର ପରିଚାଳନା ଦାୟିତ୍ୱ ନେଇଥିଲେ। ସେ ଓଡ଼ିଶାରେ କେତେକ ପାଠ୍ୟ ପୁସ୍ତକ ତଥା ଅଭିଧାନ ପ୍ରଣୟନ କରି ଶିକ୍ଷା ପ୍ରସାରରେ ମଧ୍ୟ ସହାୟକ ହୋଇଥିଲେ। ତାଙ୍କର ପ୍ରଣୀତ ସମସ୍ତ ପାଠ୍ୟପୁସ୍ତକ ଓ ଅଭିଧାନ ଓଡ଼ିଶା ମିଶନ ପ୍ରେସ୍ରୁ କ'ଣ ହେଉଥିଲା, ଛପା ହେଉଥିଲା। ତେଣୁ ସର୍ବପ୍ରଥମେ ସମ୍ବାଦପତ୍ର ଯେଉଁ ଜ୍ଞାନରୁଣ 1849ରେ ରେଭରେଣ୍ଡ ଲେସିଙ୍କର ସମ୍ପାଦନାରେ ଏହି ପ୍ରେସ୍ରୁ କ'ଣ ହୋଇଥିଲା, ପ୍ରକାଶିତ ଲାଭ କରିଥିଲା। କେଉଁଟା? କଟକ ମିଶନ ପ୍ରେସ୍ରୁ ପ୍ରକାଶିତ ହୋଇଥିଲା। ତାପରେ ହେଉଛି ଆମର ଦ୍ୱିତୀୟ ମୁଦ୍ରଣ ସଂସ୍ଥା ହେଉଛି କଟକ ପ୍ରିଣ୍ଟିଂ ପ୍ରେସ୍। 1866 ମସିହାରେ ଓଡ଼ିଶାର ଦ୍ୱିତୀୟ ଛାପାଖାନା ହେଉଛି କଟକ ପ୍ରିଣ୍ଟିଂ ପ୍ରେସ୍। ଏହା 1866ରେ ନିଦାରୁଣ 9ଙ୍କ ଦୁର୍ଭିକ୍ଷ ବର୍ଷ ଗୌରୀଶଙ୍କର ରାୟ ଓ ବିଚିତ୍ରାନନ୍ଦ ଦାସଙ୍କର ପ୍ରଭୃତିଙ୍କର ଉଦ୍ୟମରେ କେତେକ ରାଜା ଓ ମହାରାଜାଙ୍କର ବଦାନ୍ୟରେ ଅର୍ଥ ସାହାଯ୍ୟରେ ପ୍ରତିଷ୍ଠିତ ହୋଇଥିଲା କଟକ ପ୍ରିଣ୍ଟିଂ ପ୍ରେସ୍। ସର୍ବପ୍ରଥମେ ଓଡ଼ିଆ ସାପ୍ତାହିକ ପତ୍ରିକା ଉତ୍କଳ ଦୀପିକା ଗୌରୀଶଙ୍କର ରାୟଙ୍କର ସମ୍ପାଦକତ୍ୱରେ ଏହି ପ୍ରେସ୍ରୁ ପ୍ରକାଶିତ ହୋଇଥିଲା। ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ ଆମ କ୍ୱେଶ୍ଚିନ୍ କହିପାରିବା। ତାହେଲେ ପ୍ରଥମ ସାପ୍ତାହିକ ପତ୍ରିକା ଯେଉଁ ଉତ୍କଳ ଦୀପିକା ଗୌରୀଶଙ୍କର ରାୟଙ୍କର ସମ୍ପାଦକତ୍ୱରେ ଏହି ପ୍ରେସ୍ରୁ କ'ଣ ହୋଇଥିଲା, ପ୍ରକାଶିତ ହୋଇଥିଲା। ତେଣୁ ଏହି ପ୍ରେସ୍ ଏବଂ ପତ୍ରିକା ଓଡ଼ିଶାର ତତ୍କାଳୀନ ଦୁର୍ଭିକ୍ଷର ଚିତ୍ର, ଲୋକଙ୍କର ଦୁଃଖ ଦୁର୍ଦ୍ଦଶା ଓ ସରକାରଙ୍କୁ ଜଣାଇବା ସଙ୍ଗେ ସଙ୍ଗେ ଓଡ଼ିଆ ଭାଷା ଓ ସାହିତ୍ୟକୁ ରକ୍ଷା କରିଥିଲା। ଏହି ପ୍ରେସ୍ ଓ ପତ୍ରିକା କେତେକ ବଙ୍ଗୀୟ କର୍ମଚାରୀ ଓଡ଼ିଆ ଭାଷା ଓ ଲିପିକୁ ସ୍କୁଲମାନଙ୍କରୁ ଉଠାଇ ଦେଲେ ବଙ୍ଗଭାଷା ଓ ଲିପି ପ୍ରଚଳନ କରିବା ପାଇଁ ପ୍ରବଳ ଆନ୍ଦୋଳନ ସେମାନେ କରିଥିଲେ। ତେଣୁ ଏହି ପତ୍ରିକା ମାଧ୍ୟମରେ ଗୌରୀଶଙ୍କର ରାୟ, ଫକୀର ମୋହନ ସେନାପତି ହେଲା, ମିଷ୍ଟର ବିମ୍ସ ସାହେବ, ଜନ୍ ବିମ୍ସ, ମିଷ୍ଟର ରେଭେନ୍ସା ସାହେବଙ୍କର ସହାୟତାରେ ତାର ପ୍ରତିରୋଧ କରି ଏହି ଆନ୍ଦୋଳନକୁ ପଣ୍ଡ କରିଦେଇଥିଲେ। ତାହେଲେ ଏହି ପ୍ରେସ୍ ଏବଂ ପତ୍ରିକା ବହୁତ ଆବଶ୍ୟକ ଥିଲା ଓଡ଼ିଶା ପାଇଁ। ତାପରେ ହେଉଛି ଆମର ତୃତୀୟ ମୁଦ୍ରଣ ଯନ୍ତ୍ର ହେଉଛି ଉତ୍କଳ ପ୍ରିଣ୍ଟିଂ କୋ। ଓଡ଼ିଶାର ତୃତୀୟ ମୁଦ୍ରଣ ଯନ୍ତ୍ର ସ୍ୱର୍ଗତ ଫକୀର ମୋହନ ସେନାପତିଙ୍କ ଦ୍ୱାରା 1868ରେ ବାଲେଶ୍ୱରରେ ପ୍ରତିଷ୍ଠିତ ହୋଇଥିଲା। ଏହାର ନାମ ଥିଲା ଉତ୍କଳ ପ୍ରିଣ୍ଟିଂ କମ୍ପାନୀ। ଫକୀର ମୋହନ ତାଙ୍କର ଆତ୍ମଚରିତରେ ଏହି ପ୍ରେସ୍ ବିଷୟରେ ଉଲ୍ଲେଖନ କରିଛନ୍ତି। ଏହି ପ୍ରେସ୍ରୁ ବାଲେଶ୍ୱର ସମ୍ବାଦବାହିକା ନାମକ ଏକ ପତ୍ରିକା କ'ଣ ହେଉଥିଲା, ପ୍ରକାଶିତ ହେଉଥିଲା। ତେଣୁ ବାଲେଶ୍ୱର ସମ୍ବାଦବାହିକା ଥିଲା ଏହି ପ୍ରେସ୍ର ମୁଖପତ୍ର। କେଉଁଟା? ଉତ୍କଳ ପ୍ରିଣ୍ଟିଂ କୋରେ। ତାପରେ ହେଉଛି ଚତୁର୍ଥ ପ୍ରେସ୍। ଆମେ ଦେଖିବା ଓଡ଼ିଶାର ଚତୁର୍ଥ ପ୍ରେସ୍ ହେଉଛି ଦେ ପ୍ରେସ୍। ଓକେ, ଯେଉଁ ରହିଛନ୍ତି ଜମିଦାର ବୈକୁଣ୍ଠନାଥ ଦେଙ୍କର, ସେଥିପାଇଁ ଦେ ପ୍ରେସ୍ ରହିଛି। ସ୍ଥାନ ହେଉଛି କେଉଁଠି? ବାଲେଶ୍ୱର। ତେଣୁ ଏହାର ସ୍ୱତ୍ୱାଧିକାରୀ ଭାବରେ ବାଲେଶ୍ୱରର ଜମିଦାର ବୈକୁଣ୍ଠନାଥ ଦେଙ୍କର ସ୍ୱଯତ୍ନରେ ଉତ୍କଳ ଦର୍ପଣ ପରି ପତ୍ରିକା ଓ ବହୁ ସଂଖ୍ୟାରେ ପାଠ୍ୟପୁସ୍ତକ ଏଠାରୁ ମୁଦ୍ରିତ ହୋଇଥିଲା ଏବଂ 1873 ମସିହାରେ ପ୍ରତିଷ୍ଠା ହୋଇଥିଲା। ଏବଂ ପୁସ୍ତକ କେଉଁ କେଉଁ ପୁସ୍ତକ ଏଠାରେ ପ୍ରକାଶିତ ହୋଇଥିଲା? ବିବେକୀ, ରଘୁବଂଶର ଅନୁବାଦ, ପବନ କବିତା ଇତ୍ୟାଦି ଯୁବ ପ୍ରଭୃତି ଗଳ୍ପ ଏଠାରୁ ପ୍ରକାଶିତ ହୋଇଥିଲା।
ତାପରେ ଆମେ ଦେଖିବା ତାଙ୍କର ଆଉ ଗୋଟିଏ ମୁଦ୍ରଣ ଯନ୍ତ୍ର ହେଉଛି ଓଡ଼ିଶା ପେଟ୍ରିଅଟ୍ ପ୍ରେସ୍। କେଉଁଠୁ? କଟକରୁ। 1873ରେ କଟକର ଜମିଦାର ବାବୁ କାଳୀପଦ ବନ୍ଦୋପାଧ୍ୟାୟ ଉତ୍କଳ ହିତୈଷିଣୀ ପତ୍ରିକା ପ୍ରକାଶନ କରିବା ପାଇଁ ଏହାକୁ ସ୍ଥାପନ କରିଥିଲେ। ଏହି ପ୍ରେସ୍କୁ ଆଉ କ'ଣ କହିବା? ଉତ୍କଳ ହିତୈଷିଣୀ ପ୍ରେସ୍ ବୋଲି କୁହାଯାଏ। ନେକ୍ସଟ ପ୍ରେସ୍ ହେଉଛି ଭକ୍ତି ପଦାୟିନୀ ଯନ୍ତ୍ରାଳୟ। କେବେ? ପୁରୀରେ। 1874ରେ ପ୍ରକାଶନ ସମୟ ହେଉଛି 1874। ଏହାର ସ୍ଥାପୟିତା କିଏ? ସ୍ଥାପନ କିଏ କରିଥିଲେ? ଗୋପାଳ ଚନ୍ଦ୍ର ଆଚାର୍ଯ୍ୟ। ତାପରେ ହେଉଛି ଆଉ ଗୋଟେ ପ୍ରେସ୍ ହେଉଛି ଶ୍ରୀ ମତ୍ସ୍ୟାମୃତ ସିନ୍ଧୁ ପ୍ରେସ୍ ବ୍ରହ୍ମପୁର 1875 ପର୍ଯ୍ୟନ୍ତ। ମୟୂରଭଞ୍ଜ ପ୍ରେସ୍ ସ୍ଥାନ ହେଉଛି ମୟୂରଭଞ୍ଜ, ସମୟ ହେଉଛି 1879। ଠିକ୍ ଅଛି। ତାହେଲେ ଏତିକି ପର୍ଯ୍ୟନ୍ତ ଆଜିର କ୍ଲାସ୍ରେ ଆମେ ସର୍ଟ କରି କ୍ଲାସ୍ କରିବା। ତାହେଲେ ଆଜିର କ୍ଲାସ୍ ଏତିକି ପର୍ଯ୍ୟନ୍ତ ରହିଲା। ଯଦି କ୍ଲାସ୍ ଭଲ ଲାଗୁଛି ତାହେଲେ ଲାଇକ୍ ଏବଂ ସେୟାର ଏବଂ ପିଲାମାନଙ୍କୁ ସାଙ୍ଗସାଥିମାନଙ୍କୁ ଗ୍ରୁପ୍ରେ ଜଏନିଂ ହେବା ପାଇଁ ଆମର ୟୁଟ୍ୟୁବ୍ ଗ୍ରୁପ୍ରେ ଜଏନିଂ ହେବା ପାଇଁ ଲିଙ୍କ୍ ସେୟାର କର ଏବଂ ସମସ୍ତଙ୍କୁ ଆଡ଼୍ ମଧ୍ୟ କର। ପ୍ରତିଦିନ କିଛି କିଛି ଟପିକ୍ ଉପରେ ଆମେ ଆଲୋଚନା କରିବା ଯାହାକି ତୁମ ପାଇଁ ଏକ୍ଜାମ୍ ପାଇଁ ନିଶ୍ଚିନ୍ତ ଭାବରେ ଉପଯୋଗୀ ହୋଇପାରିବ।